ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ମୁଁ ସୁରେଶ ସିଆଲ। ପରମେଶ୍ୱରଙ୍କର ଧନ୍ୟବାଦ ହେଉ। ପରମେଶ୍ୱର ଆଜି ସୁନ୍ଦର ସମୟ ଦେଇଛନ୍ତି, ଯାହାକି ଆମମାନେ ଈଶ୍ୱରଙ୍କର ବାକ୍ୟକୁ ପଢ଼ିକି ଆରମ୍ଭ କରିବା। ତ ପରମେଶ୍ୱରଙ୍କର ଆମମାନେ ବାକ୍ୟକୁ ଦେଖି ଆମମାନେ ଆରମ୍ଭ କରିବା, ଯାହାକି ଆମମାନେ ତିତସ ପୁସ୍ତକ 3 ପର୍ବର 5 ପଦ ପଢ଼ିବାକୁ ଯାଉଛୁ। ତ ସମସ୍ତେ ଦୟାକରି ବାଇବେଲ ଖୋଲନ୍ତୁ ଆଉ ବାକ୍ୟକୁ ପଢ଼ନ୍ତୁ। କ'ଣ ଲେଖା ଅଛି, ପରମେଶ୍ୱର ଆମମାନଙ୍କୁ କ'ଣ କହିବା ପାଇଁ ଚାହୁଁଛନ୍ତି, ସେ ବିଷୟକୁ ଆମମାନେ ଦେଖିବା। ତିତସ ପୁସ୍ତକ 3 ପର୍ବର 5 ପଦ। ସେତେବେଳେ ସେ ଆମମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟା ଅନୁସାରେ ପୁନର୍ଜନ୍ମ ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମମାନଙ୍କୁ ପରିତ୍ରାଣ କରିଅଛନ୍ତି। ଆମେନ୍। ତ ପରମେଶ୍ୱରଙ୍କର ଧନ୍ୟବାଦ ହେଉ। ଆଜି ମାନେ ବାକ୍ୟକୁ ନେଇ ଦେଖିବା ଆଉ ଆଗକୁ ବଢ଼ିବା। ପରମେଶ୍ୱର ଆମମାନଙ୍କୁ କ'ଣ କହୁଛନ୍ତି, ପରିତ୍ରାଣ କ'ଣ, ପୁନର୍ଜନ୍ମ କ'ଣ, ଆଉ ପୁନର୍ଜନ୍ମ ପରିତ୍ରାଣ କେଉଁଠୁ ଆସେ? ମନୁଷ୍ୟ ଭିତରୁ ନା ଯୀଶୁଖ୍ରୀଷ୍ଟଙ୍କ ଭିତରୁ? ମନୁଷ୍ୟର ଧର୍ମକର୍ମ ସକାଶୁ ନା ଯୀଶୁଖ୍ରୀଷ୍ଟଙ୍କର ପ୍ରେମର ଅନୁଗ୍ରହ ସକାଶୁ? ଏହା ପରମେଶ୍ୱରଙ୍କର ଶାସ୍ତ୍ରରେ ଲେଖା ଅଛି। ତ ଆମମାନେ ଲମ୍ବା ସମୟ ଧରି ଆମମାନେ ନିଜର ରାସ୍ତା ଭିତରେ ପରିତ୍ରାଣ ଖୋଜି ଆସିଛୁ, କିନ୍ତୁ ତାହା ପାଇବାରେ ବିଫଳ ହୋଇଛୁ। ବର୍ତ୍ତମାନ ଆଜି ଲୋକମାନେ ଏହି ପରିତ୍ରାଣକୁ, ଏହି ଧାର୍ମିକତାକୁ ପାଇବା ନିମନ୍ତେ ନିଜର ଭିତରେ ସଂଘର୍ଷ କରୁଛନ୍ତି। ପରିତ୍ରାଣକୁ ପାଇବା ନିମନ୍ତେ ସେମାନେ ଅନେକ ପ୍ରଣାଳୀ, ଅନେକ ରାସ୍ତାକୁ ବାଛିଛନ୍ତି, ଯଦ୍ୱାରା କି ସେମାନେ ପରିତ୍ରାଣକୁ ପାଇପାରିବେ, ପରିତ୍ରାଣର ବିଶ୍ୱାସକୁ ପାଇପାରିବେ। କିନ୍ତୁ ମୋତେ ଲାଗୁନି ମନୁଷ୍ୟର ଧର୍ମକର୍ମ ଭିତରେ ପରିତ୍ରାଣ ଅଛି। କିନ୍ତୁ ଶାସ୍ତ୍ର କ'ଣ କହୁଛି ଆମମାନେ ଦେଖିବା, ଆଉ ଥରେ ପଢ଼ିବା। ସେତେବେଳେ ସେ ଆମମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟା ଅନୁସାରେ ପୁନର୍ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମମାନଙ୍କୁ ପରିତ୍ରାଣ ଦେଇଅଛନ୍ତି। ଆମେନ୍। ମୁଁ ଅଳ୍ପ ଗୋଟେ ବାକ୍ୟକୁ ନେଇକି ମୁଁ ଏକ୍ଜାମ୍ପଲ୍ କହିବା ପାଇଁ ଚାହୁଁଛି, ଯାହାକି ଏବେ ଆମେ ପଢ଼ିଲୁ। ପରିତ୍ରାଣ କାହିଁରେ ଆସେ, କାହିଁରୁ ଆସୁଛି? କିନ୍ତୁ ମନୁଷ୍ୟ କ'ଣ ଭାବୁଛି, ମୁଁ କ'ଣ ଭାବୁଛି, ଆମେମାନେ କ'ଣ ଭାବୁଛୁ, ପରିତ୍ରାଣ କେଉଁଠୁ ଆସେ? ତ ଏଇଠି ଲେଖା ଅଛି, ସେତେବେଳେ ସେ ଆମମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ। ତଳ ଲାଇନରେ ଯଦି ଦେଖିବା, ସେ ଆପଣାର ଦୟା ଅନୁସାରେ ପୁନର୍ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମମାନଙ୍କୁ ପରିତ୍ରାଣ ଦେଇଅଛନ୍ତି। ଆଜି ମୁଁ ଏ ବାକ୍ୟକୁ ଦେଖି ବହୁତ ଖୁସି ହେଉଛି, ଯେହେତୁ ଏ ବାକ୍ୟକୁ ପାଇବା ପୂର୍ବେ, ମୁଁ ପରିତ୍ରାଣକୁ ପାଇବା ପୂର୍ବେ, ମୁଁ ସତ୍ୟକୁ ପାଇବା ପୂର୍ବେ ମୁଁ କ'ଣ କରୁଥିଲି, ମୁଁ କାହିଁରେ ଖୋଜୁଥିଲି? ମୋର କ୍ରିୟାକର୍ମ ଭିତରେ, ମୋର ବିଶ୍ୱାସ ଭିତରେ, ମୋର ଧାର୍ମିକତା, ମୋର ଚେଷ୍ଟା ଭିତରେ ମୁଁ ଏ ପରିତ୍ରାଣକୁ, ଏ ପୁନର୍ଜନ୍ମକୁ ପାଇବା ପାଇଁ ମୁଁ ଚାହୁଁଥିଲି। କିନ୍ତୁ ବିପରୀତ ଭାବରେ ପରମେଶ୍ୱର କ'ଣ କହୁଛନ୍ତି? ନାଇଁ, ଆମମାନଙ୍କର କୃତ ଧର୍ମକର୍ମ ସକାଶେ ନୁହେଁ, କିନ୍ତୁ ମାତ୍ର ଆପଣାର ଦୟା ଅନୁସାରେ ପୁନର୍ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି। ମୁଁ ଜାଣିନି ଯୀଶୁଖ୍ରୀଷ୍ଟ ମୋ ପାଇଁ ଯେତେବେଳେ କୃଷାର୍ପିତ ହେଇଛନ୍ତି, ମୁଁ ଜାଣିନଥିଲି କି ସେ ସମୟରେ ମୁଁ ଜନ୍ମ ହୋଇନଥିଲି। କିନ୍ତୁ ଆଜି ଯୀଶୁଖ୍ରୀଷ୍ଟ ମୋ ଜନ୍ମ ପୂର୍ବରୁ, ଏ ପୃଥିବୀର ସୃଷ୍ଟି ପୂର୍ବରୁ ଯୀଶୁଖ୍ରୀଷ୍ଟ ମୋ ବିଷୟରେ ଜାଣିଛନ୍ତି। ମୋତେ ଲାଗୁଛି ଏ ବାକ୍ୟ ମୋ ପାଇଁ ନାହିଁ କହିକି, କିନ୍ତୁ ବାଇବେଲ ଭିତରେ ଯାହା ବି ଅଛି, ଯାହା ବି କହିଛନ୍ତି, ତାହା ଆମମାନଙ୍କ ପାଇଁ କହିଛନ୍ତି। ଖାଲି ମୋତେ ନାହିଁ, ସମସ୍ତଙ୍କ ପାଇଁ କହିଛନ୍ତି। ଏଥିପାଇଁ ମୁଁ ବାଇବେଲର ବାକ୍ୟକୁ ଯେତେବେଳେ ପଢ଼େ, ତ ଏଇଟା ଈଶ୍ୱରଙ୍କର ପ୍ରେମ, ଈଶ୍ୱରଙ୍କର ଚିଠି ମୋ ପାଇଁ।
ଆଉ ଯୀଶୁ ମୋ ପାଇଁ କ'ଣ କରିଛନ୍ତି ତାହା ଏଠି ଲେଖା ଅଛି, ତାହା ମୋତେ ବିଶ୍ୱାସ କରିବାକୁ ଆବଶ୍ୟକ, ବିଶ୍ୱାସ କରିବାକୁ ପଡ଼ିବ। କାରଣ ମୋର ଚିନ୍ତା ଅପେକ୍ଷା ବାଇବେଲ ହେଉଛି ବଡ଼, ବାଇବେଲ ହେଉଛି ପବିତ୍ର, ବାଇବେଲ ହେଉଛି ସିଦ୍ଧ, ପରଫେକ୍ଟ। ବାଇବେଲ ପାଖରେ କୌଣସି ବାକି ରହିନାହିଁ ମନୁଷ୍ୟର ପାପ କ୍ଷମା କରିବା ନିମନ୍ତେ, ଆଉ ମନୁଷ୍ୟ ଯାହାକି କରିପାରିବ। କିନ୍ତୁ ଅଲରେଡ଼ି ସବୁ ବିଷୟ ସମାଧାନ କରିଛନ୍ତି ଯୀଶୁଖ୍ରୀଷ୍ଟ ଆମମାନଙ୍କର ପରିତ୍ରାଣ ସାଧନ ନିମନ୍ତେ। ଏଥିପାଇଁ ମୁଁ ବହୁତ ଧନ୍ୟବାଦ ଦେଉଛି। ଏ ବାକ୍ୟକୁ ଯେତେବେଳେ ମୁଁ ଦେଖୁଛି ତ ଆପଣମାନଙ୍କୁ ମଧ୍ୟ ଏ ବିଷୟକୁ କହିବା ପାଇଁ ମୁଁ ପରମେଶ୍ୱରଙ୍କ ଦ୍ୱାରା ମୁଁ ହୃଦୟକୁ ପାଇଲି। ଏଥିପାଇଁ ମୁଁ ଏଇ ଛୋଟ ଭିଡ଼ିଓ ବନାଉଛି, ଆଉ ଆପଣମାନଙ୍କ ସହିତ କଥାବାର୍ତ୍ତା ହୋଇକି ଏ ବିଷୟକୁ ମୁଁ ଯେପରି ସମସ୍ତେ ଶୁଣନ୍ତୁ, ଜାଣନ୍ତୁ, ସତ୍ୟକୁ ଗ୍ରହଣ କରନ୍ତୁ, ଏ ପ୍ରକାର ମୁଁ ଭାବିକି ଏ ଭିଡ଼ିଓକୁ ବନାଉଛି। ଏଥିପାଇଁ ମୁଁ ଆଶା କରୁଛି ବାଇବେଲର ବାକ୍ୟ ଯାହା କହୁଛି ନିଜର ଚିନ୍ତା ନ ମିଶାଇକି ପରମେଶ୍ୱରଙ୍କ ବାକ୍ୟକୁ ଯେତେବେଳେ ଗ୍ରହଣ କରୁଛୁ, ସେତେବେଳେ ଆମମାନଙ୍କ ହୃଦୟ ଭିତରେ ପରମେଶ୍ୱର କାର୍ଯ୍ୟ କରୁଛନ୍ତି, ଆମମାନଙ୍କ ହୃଦୟକୁ ପ୍ରସ୍ତୁତ କରୁଛନ୍ତି, ଯାହାକି ପରିତ୍ରାଣ ଆମମାନଙ୍କ ଭିତରେ ସ୍ଥାପିତ ହେବ। ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ଏ ବାକ୍ୟ ଦେଇ ଆମମାନଙ୍କର ପ୍ରତ୍ୟେକ ବିଷୟକୁ ସମାଧାନ କରିବା ପାଇଁ ଆମମାନଙ୍କର ରାସ୍ତା ଖୋଲା ହେଇକି ଅଛି। ମୁଁ ଆଶା କରୁଛି ଆଗକୁ ଆମମାନେ ବଢ଼ିବା। ତ ଏ ବାକ୍ୟର ରହସ୍ୟ କ'ଣ, ପରିତ୍ରାଣ କେଉଁଠି ଆସୁଛି, କେଉଁଠୁ ଆସୁଛି, ପରିତ୍ରାଣ କେମିତି ସାଧନ ହେଇଛି, ମୋର କର୍ମଧର୍ମ ଭିତରେ ନା ଯୀଶୁଙ୍କର କର୍ମ ଧର୍ମ ଭିତରେ ଅଛି। ଏଥିପାଇଁ ଆମେ ଚାଲନ୍ତୁ ଆଉ ଗୋଟେ ବାକ୍ୟକୁ ଦେଖିବା। ମୁଁ ଯେତେବେଳେ ପାପ କ୍ଷମା ପାଇବା ପାଇଁ ଯେତେବେଳେ ଚେଷ୍ଟା କରୁଥିଲି, ତ ମୋତେ ପାପ ସ୍ୱୀକାର କରିବାକୁ ପଡ଼ୁଥିଲା, ମୋତେ ଭଲରେ ଜୀବନ କାଟିବାକୁ ପଡ଼ୁଥିଲା। ମୁଁ ଗିର୍ଜାକୁ ଯାଇ କାନ୍ଦୁଥିଲି, ପାପ ସ୍ୱୀକାର କରୁଥିଲି, ଘରେ ବି ଆସିକି ପାପ ସ୍ୱୀକାର କରୁଥିଲି, ଯାହା ବି ପାପ କରୁଥିଲି ପାପ ସ୍ୱୀକାର କରୁଥିଲି। ଯେହେତୁ ପାପ ସ୍ୱୀକାର କରିଲେ ମୋର ପାପ କ୍ଷମା ହେବ। ପାପ ସ୍ୱୀକାର କରୁଥିଲି ସତ, କାନ୍ଦି କାନ୍ଦି ପ୍ରାର୍ଥନା କରୁଥିଲି ସତ, କିନ୍ତୁ ଅଳ୍ପ ସମୟ ପାଇଁ ଭାବପ୍ରବଣତା ଯୋଗୁଁ ମୋତେ ଉଶ୍ୱାସ ଲାଗୁଥିଲା। କିନ୍ତୁ ଗୋଟେ ଦିନ ପରେ, ଅଳ୍ପ ଦିନ ପରେ ମୋତେ ଆଉ ଥରେ ପାପର ବୋଝ, ପାପର ଡର, ମୃତ୍ୟୁର ଭୟ ଥିଲା। କିନ୍ତୁ ମୁଁ ଏ ବିଷୟକୁ କେବେ ବି ସମାଧାନ କରିବାର ମୋର ସକ୍ଷମ ନଥିଲା। କିନ୍ତୁ ମୁଁ ପ୍ରଭୁଙ୍କ ପାଖକୁ ମୁଁ କାନ୍ଦୁଥିଲି, ପ୍ରଭୁଙ୍କର ସେଠି ହୃଦୟକୁ ପାଇବା ପାଇଁ, ପ୍ରଭୁଙ୍କ ଠାରୁ ଅନୁଗ୍ରହକୁ ପାଇବା ପାଇଁ। କିନ୍ତୁ ମୁଁ ଜାଣିନଥିଲି ପ୍ରଭୁ ମୋର ପ୍ରାର୍ଥନା ଶୁଣୁଛନ୍ତି ନା ନାହିଁ। କିନ୍ତୁ ମୁଁ ଜାଣିପାରୁନଥିଲି କିନ୍ତୁ ପ୍ରଭୁ ମୋର ପ୍ରାର୍ଥନା ଶୁଣୁଛନ୍ତି କି ନାହିଁ। କିନ୍ତୁ ମୁଁ ଭାବୁଥିଲି କି ପ୍ରଭୁ ମୋର ପ୍ରାର୍ଥନା ଶୁଣୁଛନ୍ତି କହିକି। କିନ୍ତୁ ମୋ ପାଖରେ କ୍ୱେଶ୍ଚିନ୍ ନଥିଲା କି ମୋର ପ୍ରାର୍ଥନାକୁ ପ୍ରଭୁ ଶୁଣୁଛନ୍ତି କି ନାହିଁ, ଏ ପ୍ରକାର କ୍ୱେଶ୍ଚିନ୍ ବି ନଥିଲା। କିନ୍ତୁ ମୋତେ ଯେତେବେଳେ କ୍ୱେଶ୍ଚିନ୍ ପଚରାଯାଉଛି, ତୋର ପ୍ରାର୍ଥନା ପ୍ରଭୁ ଶୁଣୁଛନ୍ତି ନା ନାହିଁ, ନିଶ୍ଚିତ ଭାବରେ ମୋ ପାଖରେ ଗୋଟେ ଉତ୍ତର ଅଛି, ହଁ ପ୍ରଭୁ ଶୁଣୁଛନ୍ତି। ଯେହେତୁ ପରମେଶ୍ୱର କ୍ଷମାଶୀଳ, ଦୟାଶୀଳ, ତ ପ୍ରେମରେ ପରିପୂର୍ଣ୍ଣ। ଏଥିପାଇଁ ପରମେଶ୍ୱର ମୋର ପ୍ରାର୍ଥନା ନ ଶୁଣି କାହାର ପ୍ରାର୍ଥନା ଶୁଣିବେ। ମୁଁ ଗିର୍ଜା ଯାଉଛି, ପ୍ରଭୁଙ୍କର ଗିର୍ଜାରେ ମୁଁ ପାପ ସ୍ୱୀକାର କରୁଛି, ଏଥିପାଇଁ ପ୍ରଭୁ ନିଶ୍ଚିତ ଭାବରେ ଶୁଣୁଥିବେ। କିନ୍ତୁ ଭାଇ ଓ ଭଉଣୀମାନେ, ଆପଣମାନେ ମଧ୍ୟ ସେଇ ପ୍ରକାର ଭାବୁଥିବେ, ତ ପରମେଶ୍ୱର ନ ଶୁଣି କିଏ ଆମମାନଙ୍କର ପ୍ରାର୍ଥନା ଶୁଣିବେ? କିଏ ଶୁଣିବେ? ତ ନିଶ୍ଚିତ ଭାବରେ ପରମେଶ୍ୱର ଶୁଣିବେ। କିନ୍ତୁ ଭାଇ ଓ ଭଉଣୀମାନେ, ଆଜି ପରମେଶ୍ୱରଙ୍କର ହୃଦୟ କ'ଣ ମୋ ଆଡ଼କୁ, ପରମେଶ୍ୱରଙ୍କର ପ୍ରେମ କ'ଣ ମୋ ଆଡ଼କୁ, ତାହା ମୁଁ କେବେ ବି ଜାଣୁନାହିଁ। କାରଣ ମୋର ପ୍ରେମ, ମୋର ଧର୍ମକର୍ମ ପ୍ରଭୁଙ୍କର ଧର୍ମକର୍ମକୁ କେବେ ବି ଦେଖାଇବ ନାହିଁ। ମୋର ଚିନ୍ତା ମୋତେ କ୍ରମାଗତ ଭାବରେ ଠକି ଆଉ ସେଠି ମୋର ଜୀବନ କାଳକୁ ନଷ୍ଟ କରିଦେଇଥାଏ। କିନ୍ତୁ ମୋତେ ଲାଗୁନି ଏଇଟା ମୋତେ ଅବିଶ୍ୱାସ କରୁଛି, ମୋତେ ଲାଗୁନି ମୋତେ ମୃତ୍ୟୁ ଆଡ଼କୁ ନେଉଛି, ଏ ପ୍ରକାର ମୁଁ କେବେ ବି ଭାବିନଥିଲି। କିନ୍ତୁ ଈଶ୍ୱରଙ୍କର ଦୟା ଅନୁସାରେ ଯେତେବେଳେ ମୁଁ ଦେଖୁଛି, ତାଙ୍କର ଦାସମାନଙ୍କୁ ଭେଟିଲି, ସତ୍ୟ ସୁସମାଚାରକୁ ଶୁଣିଲି, ସେ ସମୟରେ ଜାଣିଲି କି ମୋର ଧର୍ମ କି ପ୍ରକାର ଭୟଙ୍କର ମୋର ଆତ୍ମା ନିମନ୍ତେ। କିନ୍ତୁ ମୁଁ ଯେତେବେଳେ ଦେଖୁଛି ମୋର ଧର୍ମ କର୍ମ ଉପରେ ନିର୍ଭର କରିବା କେତେ
ସହଜ ଜିନିଷ ଥିଲା, କିନ୍ତୁ ଆକ୍ଚୁଆଲି ମୋର ଧର୍ମ କର୍ମ ଉପରେ ନିର୍ଭର କରିବାଟା ଭୟଙ୍କର ଭୟଙ୍କର ମୃତ୍ୟୁଜନକ ଅଟେ, ଭୟଙ୍କର ଅଭିଶାପଜନକ ଅଟେ, କିନ୍ତୁ ତାହା ମୁଁ ଜାଣିନଥିଲି। ଏଥିପାଇଁ ମୁଁ ପରମେଶ୍ୱରଙ୍କର ଅନୁଗ୍ରହକୁ ପାଇବା ପାଇଁ ମୁଁ କଣ୍ଟିନ୍ୟୁଅସ୍ ଚେଷ୍ଟା କଲି, କିନ୍ତୁ ପାଇପାରିଲି ନାହିଁ। କିନ୍ତୁ 2008ରେ ମୁଁ ଯେତେବେଳେ born again ହେଲି, ମାନେ ବାକ୍ୟକୁ ଶୁଣିଲି, ବାକ୍ୟକୁ ଶୁଣିଲା ପରେ ମୋର ପାପ କ୍ଷମା କି ପ୍ରକାର ହେଇଛି ତାହା ମୁଁ ବାଇବେଲ ଦ୍ୱାରା ଜାଣିପାରିଲି। ତ ଆଜି ଲୋକମାନେ ମଧ୍ୟ ସମ୍ମାନ ପ୍ରଭୁଙ୍କର ରାସ୍ତାରେ ଯାଉଛୁ, ପ୍ରଭୁଙ୍କର ରାଜ୍ୟକୁ ଯାଉଛୁ କହି ନିଜର ଚିନ୍ତାର ଅନୁଗମନ କରିକି ଶେଷରେ ଧ୍ୱଂସ ଆଡ଼କୁ ଯାଉଛନ୍ତି, ମୃତ୍ୟୁ ଆଡ଼କୁ ଯାଉଛନ୍ତି, ତାହା ଜାଣିନାହାନ୍ତି। ଠିକ୍ ମୁଁ ମଧ୍ୟ ସେ ପ୍ରକାର ଗୋଟେ ଉଦାହରଣ ସ୍ୱରୂପ ବର୍ତ୍ତମାନ ଆପଣମାନଙ୍କ ସାମ୍ନାରେ ମୁଁ ଅଛି, ଯେଉଁଟାକି ମୋର ଧର୍ମ କର୍ମ ମୋର ଆତ୍ମା ନିମନ୍ତେ ଲାଭଜନକ ନଥିଲା, କ୍ଷତିକାରକ ଥିଲା। କାରଣ ମୋର ଧର୍ମ କର୍ମ ଧାର୍ମିକତା ଆଡ଼କୁ କଢ଼ାଇ ନେବ ନାହିଁ, ମୋର ଧର୍ମ କର୍ମ ଅଭିଶାପ ଆଡ଼କୁ କଢ଼ାଇ ନେବ। ଚାଲନ୍ତୁ ଆମେ ବାକ୍ୟ ଗୋଟେ ଦେଖିବା, ଯିଶାୟା ପୁସ୍ତକ ଦେଖିବା। ଆମମାନେ ଦେଖିବା ଯିଶାୟା ପୁସ୍ତକ 1 ପର୍ବର 6 ପଦ। ପାଦର ତଳଠାରୁ ମସ୍ତକ ପର୍ଯ୍ୟନ୍ତ କିଛି ସ୍ୱାସ୍ଥ୍ୟ ନାହିଁ, କେବଳ କ୍ଷତ ଓ ଦାଗ ଓ ପୋଜପୂର୍ଣ୍ଣ ଘା। ସେହି ସବୁ ଟିପାକି ବନ୍ଧାଯାଇ ନାହିଁ, କିଓ ବା ତୈଳ ଦ୍ୱାରା କୋମଳ କରାଯାଇ ନାହିଁ। ତାହେଲେ ମୋର ଧର୍ମକର୍ମ ମୋର ପାଦର ମସ୍ତକ ପର୍ଯ୍ୟନ୍ତ କି ପ୍ରକାର ଅଛି? ସୂଚି ନା ଅସୂଚି? ଅସୂଚି। କୌଣସି ସ୍ୱାସ୍ଥ୍ୟ ନାହିଁ, ସେଟା ବନ୍ଧା ଯାଇ ନାହିଁ, ସେଟା ଢଙ୍କା ଯାଇ ନାହିଁ। ପୂଜପୂର୍ଣ୍ଣ ଘା। ଆପଣମାନେ ଘାକୁ ଭଲରେ ମନେ ପକାଉଥିବେ, ଘା କେତେ ସୁନ୍ଦର, ଆପଣମାନେ ଦେଖିବାକୁ ଭଲ ପାଆନ୍ତି କି ନାହିଁ? ସେଇ ଘା ଆମମାନଙ୍କର କେତେ ଗନ୍ଧ, ଦୁର୍ବଳ, ଭୟଙ୍କର। ସେ ଘା ଯଦି ଆମମାନେ ମନେ ପକାଇବା ସେ ଘାକୁ, ତାହେଲେ କେବେ ବି ଭଲ ପାଇପାରିବା ନାହିଁ। ଏହି ପ୍ରକାର ଧର୍ମକର୍ମ, ଆମମାନଙ୍କର ଧର୍ମକର୍ମ ଏହି ପ୍ରକାର ଅସୂଚି ଅଟେ, ଏହି ପ୍ରକାର ଅସୂଚି ଅଟେ। ତ ଆମମାନଙ୍କର ସ୍ୱାସ୍ଥ୍ୟ, ଆମମାନଙ୍କର ପ୍ରତ୍ୟେକ ବିଷୟ ଅସୂଚି ଅଟେ। ତେବେ ମୋର ଧର୍ମକର୍ମ ଭିତରେ କ'ଣ ପରମେଶ୍ୱରଙ୍କର ଧାର୍ମିକତା ଅଛି? କେବେ ବି ନାହିଁ। କିନ୍ତୁ ପରମେଶ୍ୱର ଏଠି କ'ଣ ଦେଖାଉଛନ୍ତି? ମୋର ଧର୍ମକର୍ମ ଭିତରେ ମୋର ଆତ୍ମାର ଲାଭଜନକ ନାହିଁ, ମୋର ଧର୍ମକର୍ମ ଭିତରେ ମୋର ଆତ୍ମାର କ୍ଷତିଜନକ ଅଛି। ସେଥିପାଇଁ ପରମେଶ୍ୱର ମୋର ଧର୍ମକର୍ମ ଭିତରେ ଆଉ ଗୋଟେ ବାକ୍ୟକୁ ଆମେ ପରମେଶ୍ୱରଙ୍କର ବାକ୍ୟ ଦ୍ୱାରା ଦେଖିବା। ଯିଶାୟା ପୁସ୍ତକ 64ର 6 ପଦ। କାରଣ ଆମେ ସମସ୍ତେ ଅସୂଚି ଲୋକ ତୁଲ୍ୟ ହୋଇଅଛୁ, ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅସୂଚି ବସ୍ତ୍ର ତୁଲ୍ୟ ଅଟେ, ଓ ଆମ୍ଭେମାନେ ସମସ୍ତେ ପତ୍ର ତୁଲ୍ୟ ଜୀର୍ଣ୍ଣ ହୋଇଅଛୁ, ଆଉ ଆମ୍ଭମାନଙ୍କର ଅପରାଧ ସବୁ ବାୟୁ ପରି ଆମମାନଙ୍କୁ ଉଡ଼ାଇ ନିଏ। ପ୍ରିୟ ଭାଇ ଓ ଭଉଣୀମାନେ, ଆମମାନଙ୍କର ଧର୍ମକର୍ମକୁ ଆମେ ଲମ୍ବା ସମୟ ଧରି ବିଶ୍ୱାସ କରିକି ଆସିଛୁ। ଆମମାନଙ୍କର ଧର୍ମକର୍ମ କେତେ ଉତ୍ତମ ହେବା ଆବଶ୍ୟକ ଅଟେ। ଆମମାନଙ୍କର ବିଶ୍ୱାସ, ଆମମାନଙ୍କର ଧାର୍ମିକତା, ଆମମାନଙ୍କର ଉତ୍ତମତା, ଆମମାନଙ୍କର ସାହାଯ୍ୟ, ଆମମାନଙ୍କର ପ୍ରତ୍ୟେକ ବିଷୟ କେତେ ଲାଭଜନକ ହେବା କଥା। କିନ୍ତୁ ପରମେଶ୍ୱର ଆମମାନଙ୍କର ଧର୍ମକର୍ମ ବିଷୟରେ କ୍ଲିୟରଲି ଶାସ୍ତ୍ର ଦ୍ୱାରା ଜଣାଉଛନ୍ତି, ଯାହାକି ଆମମାନଙ୍କର ଧର୍ମକର୍ମ ଅସୂଚି ବସ୍ତ୍ର ତୁଲ୍ୟ ଅଟେ। କିନ୍ତୁ ଏ ଧର୍ମକର୍ମ ଆମମାନଙ୍କୁ କିଏ କହିଲା କି ଆମମାନଙ୍କର ଧର୍ମକର୍ମ ଉତ୍ତମ କହିକି? ଆମମାନଙ୍କର ଧର୍ମକର୍ମ ଭିତରେ କିଏ କହିଲା ଆମମାନଙ୍କର ଧର୍ମକର୍ମ ଭିତରେ ପରିତ୍ରାଣ ଅଛି କହିକି? କିଏ କହିଲା ଆମମାନଙ୍କର ଧର୍ମକର୍ମ ଭିତରେ ଆମମାନଙ୍କର ପରିତ୍ରାଣ ଅଛି କହିକି? ଏହା ପ୍ରଭୁ କହୁନାହାନ୍ତି, କିନ୍ତୁ ଯିଏ କହିଛି ସେ ହେଉଛି ସୈତାନ। ସୈତାନ ଭଲରେ ଜାଣିଛି ମୁଁ କି ପ୍ରକାର ବ୍ୟବହାର ଦ୍ୱାରା, କି ପ୍ରକାର କାର୍ଯ୍ୟରେ ମୁଁ ଠକାଯିବି, ଆଉ କି ପ୍ରକାର କାର୍ଯ୍ୟକୁ ନେଇକି ଆଜି ପର୍ଯ୍ୟନ୍ତ ଠକିକି ଆଣିଛି। କିନ୍ତୁ ମୁଁ ଜାଣିନି। କିନ୍ତୁ ପରମେଶ୍ୱରଙ୍କର ଶାସ୍ତ୍ରରେ ଲେଖା ଅଛି, ପରମେଶ୍ୱରଙ୍କ ଶାସ୍ତ୍ରକୁ ଯେତେବେଳେ ବିଶ୍ୱାସ କରୁଛୁ, ହଁ ମୋର ଧର୍ମକର୍ମ ଭିତରେ ଅଭିଶାପ ଅଛି। ଆମେ ଆଉ ଗୋଟେ ବାକ୍ୟ ଦେଖିବା, ଯିରିମିୟ ପୁସ୍ତକ 17ର 5 ପଦ ଦେଖିବା। ଯିରିମିୟ ପୁସ୍ତକ 17ର 5 ପଦ। ସଦାପ୍ରଭୁ ଏହି କଥା କହନ୍ତି,
ଯେଉଁ ମନୁଷ୍ୟ ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣର ବାହୁ କରେ, ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ। ଆଶ୍ଚର୍ଯ୍ୟ! ପରମେଶ୍ୱର ଆମମାନଙ୍କର ହୃଦୟକୁ ଭାଙ୍ଗିବା ପାଇଁ ଚାହୁଁଛନ୍ତି, ଚିରିବା ପାଇଁ ଚାହୁଁଛନ୍ତି। କାରଣ ଆମମାନଙ୍କ ହୃଦୟ ଭିତରୁ କୌଣସି ଉତ୍ତମ ଜିନିଷ ବାସ କରେ ନାହିଁ। ଆମମାନେ ଯେତେବେଳେ ଆମର ନିଜର ଧାର୍ମିକତା, ଆମର ନିଜର ଭିତରୁ ବାହାରୁଥିବା ବିଶ୍ୱାସ, ଧର୍ମକର୍ମକୁ ବିଶ୍ୱାସ କରୁଛୁ, ଯାହାକି ଆମେ ଆଶୀର୍ବାଦ ପାଇବା, ପରିତ୍ରାଣ ପାଇବା କହିକି। କିନ୍ତୁ ପରମେଶ୍ୱର କାହିଁକି ମନୁଷ୍ୟ ଉପରେ ମନୁଷ୍ୟ ଆପଣ ବାହୁକୁ ବାହୁ କରେ, ଆଉ ସେ ସଦାପ୍ରଭୁଙ୍କଠାରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ। କାହିଁକି? ମନୁଷ୍ୟ ନିଜକୁ ବିଶ୍ୱାସ କରିବାର ଅର୍ଥ ପରମେଶ୍ୱରଙ୍କୁ ବିଶ୍ୱାସ ନ କରିବା ସଦୃଶ। ମନୁଷ୍ୟ ନିଜକୁ ବିଶ୍ୱାସ କରିବାର ଅର୍ଥ ପରମେଶ୍ୱରଙ୍କ ବାକ୍ୟକୁ ଗ୍ରହଣ ନ କରିବା। ମୁଁ ନିଜକୁ ଯେତେବେଳେ ବିଶ୍ୱାସ କରୁଛି, ତାର ଅର୍ଥ ମୁଁ ବାକ୍ୟକୁ ଆଉ ବିଶ୍ୱାସ କରିପାରିବି ନାହିଁ। କାରଣ ମୋତେ ବାକ୍ୟ ଆବଶ୍ୟକ ନାହିଁ। କାରଣ ମୁଁ ହେଉଛି ଠିକ୍, ମୁଁ ଉତ୍ତମ। କିନ୍ତୁ ପ୍ରଭୁ ମୋ ବିଷୟରେ ଶାସ୍ତ୍ରରେ କ'ଣ ଲେଖିଛନ୍ତି? ତମର ଧର୍ମ କର୍ମ ସକାଶୁ ପରିତ୍ରାଣ ନାହିଁ, କିନ୍ତୁ ଈଶ୍ୱରଙ୍କର ଦୟା ଅନୁସାରେ ସେଠି ପରିତ୍ରାଣ ଅଛି। ଆଜି ଅନେକ ଲୋକମାନେ କେଉଁ ବିଷୟକୁ ନିର୍ଭର କରୁଛନ୍ତି? ବାପ୍ତିସ୍ମ, ବ୍ୟବସ୍ଥା ପାଳନ, ଉପବାସ, ଅନେକ ଧର୍ମ କର୍ମକୁ ବିଶ୍ୱାସ କରନ୍ତି। କିନ୍ତୁ ଭାଇ ଓ ଭଉଣୀମାନେ, ଯୀଶୁଙ୍କର ଅନୁଗ୍ରହ ଭିତରେ ପ୍ରବେଶ ଯଦି କରିବାର ଅଛି, ଏ ପ୍ରତ୍ୟେକ ବିଷୟର ମୃତ୍ୟୁ ହେବା ଆବଶ୍ୟକ। ଯଦି ମନୁଷ୍ୟ ଯଦି ଧର୍ମକର୍ମ କରି ଧାର୍ମିକତା ଲାଭ କରିଥାନ୍ତା, ଧାର୍ମିକତା ପ୍ରାପ୍ତ ହୁଅନ୍ତା, ତାହେଲେ ଯୀଶୁଖ୍ରୀଷ୍ଟଙ୍କର ଆସିବା ବୃଥା। କାରଣ ଅନୁଗ୍ରହର ଦୁନିଆରେ ପ୍ରବେଶ କରିବା ପାଇଁ ମୋର ପ୍ରତ୍ୟେକ ଧର୍ମ କର୍ମ ମୃତ ଅଟେ, ଆଉ ମରିବା ଆବଶ୍ୟକ ବା ମରିବା ଉଚିତ। ଯଦି ମୋର ଧର୍ମ କର୍ମ ମୃତ ନୁହେଁ, ବଞ୍ଚିଛି, ତାହେଲେ ଅନୁଗ୍ରହର ଦୁନିଆରେ ପ୍ରବେଶ କରିବା ଅସମ୍ଭବ। କାରଣ ମୋର ଧର୍ମ କର୍ମ ଅଶୁଚି ଅଟେ। କାରଣ ପରମେଶ୍ୱରଙ୍କର ଧର୍ମ କର୍ମ ପବିତ୍ର, ପରମେଶ୍ୱରଙ୍କର ଦୁନିଆ ପବିତ୍ର। ଏଥିପାଇଁ ପବିତ୍ର ଦୁନିଆରେ ଅଶୁଚି ଧର୍ମ କର୍ମ ପ୍ରବେଶ କରିପାରିବ ନାହିଁ। ଏଥିପାଇଁ ପ୍ରିୟ ଭାଇ ଭଉଣୀମାନେ, ମୋର ଧର୍ମକର୍ମ ସକାଶେ, ମୋର ଧାର୍ମିକତା ଅନୁସାରେ, ମୋର ବିଶ୍ୱାସ ଅନୁସାରେ ପରମେଶ୍ୱରଙ୍କର ଧାର୍ମିକତା, ପରମେଶ୍ୱରଙ୍କର ଦୟା ସ୍ଥାପିତ ହେବ ନାହିଁ। ଏଥିପାଇଁ କେବଳ ପରମେଶ୍ୱରଙ୍କର ଅନୁଗ୍ରହ ଯଦି ଦରକାର, ତାହେଲେ ମୋର ଧର୍ମକର୍ମରୁ ମୁଁ ମୃତ ବୋଲି ବିଶ୍ୱାସ କରିବା ଆବଶ୍ୟକ ଅଟେ। ମୋର ଧର୍ମକର୍ମକୁ ଫିଙ୍ଗିବା ଆବଶ୍ୟକ ଅଟେ। ଆମମାନେ ଯଦି ଦେଖିବା ଏ ନିୟମ କେଉଁଠାରୁ ଆସିଛି ଆଉ କେମିତି ହେଇଛି, ସେ ବିଷୟକୁ ଦେଖିବା। ଆଉ ଆଦମ ବା ଯେତେବେଳେ ପରମେଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହେଲେ, ଆଦମ ବା ଯେତେବେଳେ ପାପ କଲେ, ସେ ସମୟରେ ସେମାନେ ପାପରୁ ସମାଧାନ କରିବା ପାଇଁ, ପାପରୁ ସମାଧାନ ପାଇବା ପାଇଁ, ସେମାନେ ନିଜକୁ ଲୁଚେଇବା ପାଇଁ ବା ନିଜର ଉଲ୍ଲଙ୍ଘତାକୁ ଢାଙ୍କିବା ପାଇଁ, ସେମାନେ ନିଜର ହୃଦୟକୁ ଶାନ୍ତି ସ୍ଥାପନ କରିବା ପାଇଁ ସେମାନେ ଗୋଟେ ବସ୍ତ୍ରକୁ ବନାଉଛନ୍ତି, ଯାହାକି ଡିମିରି ଗଛର ବୃକ୍ଷର ପତ୍ରକୁ ଘାଗର ବନାଇକି ସିଇଁକି ପିନ୍ଧୁଛନ୍ତି। ସେମାନେ ପିନ୍ଧୁଥିବେ, କିନ୍ତୁ ସେମାନେ ଶାନ୍ତି ଅନୁଭବ କରୁନଥିବେ। ସେମାନେ ପିନ୍ଧୁଥିବେ, କିନ୍ତୁ ସେମାନେ ସେମାନଙ୍କ ହୃଦୟରେ ଖୁସି ବି ନଥିବେ। କିନ୍ତୁ ଏମାନେ ଜାଣିନାହାନ୍ତି ଏ ବସ୍ତ୍ର କେତେ ଦିନ ପାଇଁ, ଏ ବସ୍ତ୍ର କେମିତି, ଏ ବସ୍ତ୍ର ବିଷୟରେ କେବେ ବି ଜାଣିନାହାନ୍ତି। କିନ୍ତୁ ସେମାନେ ଭାବୁଛନ୍ତି କି ଏ ବସ୍ତ୍ର ହିଁ ଆମମାନଙ୍କର ଶାନ୍ତିଜନକ। କିନ୍ତୁ ମୋତେ ଲାଗୁନାହିଁ, ଗୋଟେ ପତ୍ର ବିଷୟରେ ଆପଣମାନେ ଚିନ୍ତା କରନ୍ତୁ। ପତ୍ର କେତେ ଦିନ ଭଲରେ ରହିବ? ପତ୍ରର ବସ୍ତ୍ର କେତେ ଦିନ ଆପଣମାନେ ପିନ୍ଧିପାରିବେ? ଆପଣମାନେ ଯେଉଁ କପଡ଼ାର ବସ୍ତ୍ର ପିନ୍ଧୁଛନ୍ତି, 10 ବର୍ଷ ପିନ୍ଧୁଛନ୍ତି, କେତେ ବର୍ଷ ଭିତରେ ଫିଙ୍ଗି ଦେଉଛନ୍ତି। ସେ ବସ୍ତ୍ର ଅଧିକ ଦିନ ଯାଉନି, ପତ୍ରର ବର୍ଷ କେତେ ଦିନ ଯିବ? ଏଥିପାଇଁ କିନ୍ତୁ ଆଦମ ବା ଯେତେବେଳେ ଗୋଟେ ବସ୍ତ୍ରକୁ ବନାଉଛନ୍ତି, କିନ୍ତୁ ସେ ବସ୍ତ୍ର ସେମାନଙ୍କୁ କେବେ ଖୁସି ଦେଇପାରୁନାହିଁ। ପରମେଶ୍ୱର ଭଲରେ ଜାଣିଛନ୍ତି ଏଥିପାଇଁ ଏମାନଙ୍କୁ କ'ଣ ଆବଶ୍ୟକ ଅଟେ। କିନ୍ତୁ ପରମେଶ୍ୱର ମନୁଷ୍ୟର ବସ୍ତ୍ରକୁ ବାହାର କରିକି
ଈଶ୍ୱରଙ୍କର ବସ୍ତ୍ର ବା ଈଶ୍ୱର ଗୋଟେ ପଶୁକୁ ହତ୍ୟା କରି ସେ ପଶୁର ବସ୍ତ୍ରକୁ ପରିଧାନ କରାଇଲେ। କାହିଁକି? ଯେହେତୁ ମନୁଷ୍ୟ ତିଆରି ବସ୍ତ୍ର ଅଶୁଚି ଅଟେ। ମନୁଷ୍ୟ ଯେ ଆପଣାକୁ ବାହୁ କରେ, ଆପଣା କର୍ମଧର୍ମକୁ ବିଶ୍ୱାସ କରେ, ଆଉ ଏ କର୍ମଧର୍ମ ଉପରେ ଅଭିଶାପ ଅଛି, ଅଶାନ୍ତି ଅଛି, ଅସ୍ପଷ୍ଟ ଅଛି, ଅଶୁଚି ଅଛି। ଏଥିପାଇଁ ପରମେଶ୍ୱର ଏ ଧର୍ମକର୍ମକୁ କେବେ ବି ସ୍ଥାପନ କରିବା ପାଇଁ ଚାହୁଁନାହାନ୍ତି। ଏଥିପାଇଁ ପରମେଶ୍ୱର ମନୁଷ୍ୟ ହୃଦୟରେ ଯୀଶୁଖ୍ରୀଷ୍ଟ ଯାହା ପ୍ରସ୍ତୁତ କରିଛନ୍ତି, ପରମେଶ୍ୱର ଯେଉଁ ବସ୍ତ୍ରକୁ ପ୍ରସ୍ତୁତ କରିଛନ୍ତି, ସେ ବସ୍ତ୍ରକୁ ପରିଧାନ କରିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଆମମାନଙ୍କର ଧର୍ମକର୍ମ ଅନୁସାରେ ପରିତ୍ରାଣ ଆସିନାହିଁ, ଆମମାନଙ୍କର କ୍ରିୟାକର୍ମ ଅନୁସାରେ ପରିତ୍ରାଣ ଆସିନାହିଁ, କିନ୍ତୁ ଆପଣାର ଦୟା ଅନୁସାରେ ପୁନର୍ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମମାନଙ୍କୁ ପରିତ୍ରାଣ କରିଅଛନ୍ତି। ଯୀଶୁଖ୍ରୀଷ୍ଟଙ୍କର ପ୍ରେମ ଦୟା ଅନୁସାରେ ଯୀଶୁଖ୍ରୀଷ୍ଟ ବଳୀକୃତ ହେଲେ। ଯୀଶୁଖ୍ରୀଷ୍ଟ ବଳୀକୃତ ହେବା ଦ୍ୱାରା ତାଙ୍କର ରକ୍ତ ଦ୍ୱାରା ଆମମାନଙ୍କର ପାପ ଧୌତ ହୋଇଅଛି, ପରିଷ୍କୃତ ହୋଇଅଛି। କାରଣ ମନୁଷ୍ୟର କ୍ରିୟାକର୍ମ ଦ୍ୱାରା ପାପ ଧୌତ ହୋଇପାରିବ ନାହିଁ। ମନୁଷ୍ୟର କ୍ରିୟାକର୍ମ ଦ୍ୱାରା ପାପ ସଫା ହୋଇପାରିବ ନାହିଁ। କାରଣ ପାପ ସଫା କରିବା ପାଇଁ ସର୍ଫ ଦରକାର ନାହିଁ, ସାମ୍ପୁ ଦରକାର ନାହିଁ, କୌଣସି ତେଲ ଦରକାର ନାହିଁ। କିନ୍ତୁ ମନୁଷ୍ୟର ପାପ କ୍ଷମା ପାଇଁ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଆବଶ୍ୟକ। ଯେହେତୁ ଲେଖା ଅଛି ଏବ୍ରୀ ପୁସ୍ତକ 9 ପର୍ବର 22 ପଦ। ଚାଲନ୍ତୁ ଆମମାନେ ସେ 9 ପର୍ବର 22 ପଦକୁ ଦେଖିବା। ଏବ୍ରୀ ପୁସ୍ତକ ଦୟାକରି ବାଇବେଲ ଖୋଲନ୍ତୁ। ଆମମାନଙ୍କର ସମୟ ହେଇଯାଇଛି। ଆମମାନେ ଆଉ କେତୋଟି ବାକ୍ୟକୁ ଦେଖିକି ଆମମାନେ ସମାପ୍ତ କରିବା। ମୁଁ ଆଶା କରୁଛି ବାକ୍ୟ ଆଉ ଥରେ ଅଧିକରୁ ଅଧିକ ଶୁଣିବେ ବୋଲି ଆଶା କରୁଛି। ଆଉ ବାକ୍ୟକୁ ଶୁଣିକି ଖାଲି ଅବହେଳା ଭାବରେ ବା ହାଲକା ଭାବରେ ନିଅନ୍ତୁ ନାହିଁ। ଭଲରେ ଚିନ୍ତା କରନ୍ତୁ, ବାକ୍ୟ ସତ କି ନାହିଁ, ନା ମନୁଷ୍ୟର ଚିନ୍ତା ସତ। ଆଜି ଯେଉଁ ଶିକ୍ଷକମାନେ, ଯେଉଁ ଲୋକମାନେ ମନୁଷ୍ୟ ଉପରେ ନିର୍ଭର କରିବା ପାଇଁ ଶିଖାଉଛନ୍ତି, ତାହା ଶାସ୍ତ୍ର ସହିତ ସମାନ କି? କେବେ ବି ନାହିଁ। ଆପଣମାନେ ଯଦି ସେଇ ରାସ୍ତାରେ ଯାଉଛନ୍ତି, ଆଦମ ବା ଯେଉଁ ବସ୍ତ୍ରକୁ ବନେଇଛନ୍ତି ପତ୍ରର ବସ୍ତ୍ର, ସେଇଟା ମନୁଷ୍ୟ ଉପରେ ଡିପେଣ୍ଡ କରିକି, ମନୁଷ୍ୟର ଚିନ୍ତାକୁ ବିଶ୍ୱାସ କରିକି, ଧର୍ମକର୍ମ ଉପରେ ବିଶ୍ୱାସ କରିକି ସେ ପ୍ରକାର ବସ୍ତ୍ର ବନେଇଛନ୍ତି। କିନ୍ତୁ ସେ ବସ୍ତ୍ର ଆଜି ଅଶୁଚି ଅଟେ। ଏଥିପାଇଁ ଯୀଶୁଖ୍ରୀଷ୍ଟଙ୍କର ବସ୍ତ୍ର ଆବଶ୍ୟକ ଆମମାନଙ୍କୁ। ଆଉ ସେ ପଶୁ ହେଉଛି ଯୀଶୁଖ୍ରୀଷ୍ଟଙ୍କ ପ୍ରତିଛବି। ଚାଲନ୍ତୁ ଆମମାନଙ୍କର ପାପ କାହିଁରେ ସଫା ହେବ। ଏବ୍ରୀ ପୁସ୍ତକ 9ର 22 ପଦ। ପୁଣି ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୋଚୀକୃତ ହୁଏ, ଆଉ ରକ୍ତପାତ ବିନା ପାପମୋଚନ ହୁଏ ନାହିଁ। ଆମେନ୍। କିନ୍ତୁ ଆଜି ପାପ କ୍ଷମା ପାଇବା ପାଇଁ ବ୍ୟବସ୍ଥା ପାଳନ କରାଯାଉଛି। ଆଜି ପାପ କ୍ଷମା ପାଇଁ ଉପବାସ କରାଯାଉଛି। ପାପ କ୍ଷମା ପାଇଁ ଆଜି ବାପ୍ତିସ୍ମ ନେବା ପାଇଁ କହୁଛନ୍ତି। ଏହା କ'ଣ ପ୍ରଭୁ କହୁଛନ୍ତି? କେବେ ବି ନାହିଁ। କିନ୍ତୁ ଯଦି ଏହି ପ୍ରକାର ଧର୍ମକର୍ମ ସକାଶୁ, ମନୁଷ୍ୟର ଧର୍ମକର୍ମ ସକାଶୁ ଯଦି ପାପ କ୍ଷମା ହୁଅନ୍ତା, ତାହେଲେ ଏ ଯୀଶୁଖ୍ରୀଷ୍ଟଙ୍କର ରକ୍ତ ଆବଶ୍ୟକ ହୋଇନଥାନ୍ତା। କିନ୍ତୁ ପ୍ରିୟ ଭାଇ ଭଉଣୀମାନେ, ଯାହା ବି ଆପଣମାନେ କରୁଛନ୍ତି ତାହା ଶୈତାନର ଠକାମି, ପ୍ରବଞ୍ଚନା ଅଟେ। କିନ୍ତୁ ସେଇଟା ପରମେଶ୍ୱରଙ୍କର ବାକ୍ୟ ନୁହେଁ। କିନ୍ତୁ ବାକ୍ୟ ଯାହା ଲେଖା ଅଛି, ଯାହା ଗ୍ରହଣ କରୁଛ, ତାହା ହେଉଛି ବିଶ୍ୱାସ, ସେଇଟା ହେଉଛି ବାକ୍ୟ। ସେଥିପାଇଁ ମୁଁ ଆଶା କରୁଛି ତ ଈଶ୍ୱରଙ୍କର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମମାନଙ୍କୁ ପରିତ୍ରାଣ କରିଅଛନ୍ତି। କରିବେ ନାହିଁ, କରିଅଛନ୍ତି। କିନ୍ତୁ ଅନେକ ଲୋକମାନେ ପାପ କ୍ଷମା ପାଇବା ପାଇଁ ଆଜି ଯୁଦ୍ଧ କରୁଛନ୍ତି। ପାପ କ୍ଷମା ପାଇବା ପାଇଁ ଆଜି ଅନେକ କ୍ରିୟାକର୍ମ କରୁଛନ୍ତି। କାରଣ ପାପ କ୍ଷମା ଅଲରେଡ଼ି 2000 ବର୍ଷ ପୂର୍ବେ ହୋଇସାରିଛି। କାରଣ ପରମେଶ୍ୱର ଆମମାନଙ୍କୁ ପାପ କ୍ଷମା ଦେଇଛନ୍ତି। କାହା ଦ୍ୱାରା? ମୋର ଧର୍ମକର୍ମ ଦ୍ୱାରା ନୁହେଁ। ଏହା 2000 ବର୍ଷ ପୂର୍ବେ ଯୀଶୁଖ୍ରୀଷ୍ଟଙ୍କର କୃଷାର୍ପିତ ଦ୍ୱାରା, 2000 ବର୍ଷ ପୂର୍ବେ ଯୀଶୁଖ୍ରୀଷ୍ଟଙ୍କର ବଳୀକୃତ ଦ୍ୱାରା, 2000 ବର୍ଷ ପୂର୍ବେ ଯୀଶୁଖ୍ରୀଷ୍ଟଙ୍କର ହତ ଶରୀର ଦ୍ୱାରା। କାରଣ ଯୀଶୁଖ୍ରୀଷ୍ଟ ଯଦି ମରିବେନି, ଯୀଶୁଖ୍ରୀଷ୍ଟ ଯଦି ରକ୍ତ ଦେବେନି, ତାହେଲେ ଆମମାନଙ୍କର ପାପ କ୍ଷମା ହେବା ଅସମ୍ଭବ। ଆମମାନେ ସେ ଯୀଶୁଙ୍କୁ ବିଶ୍ୱାସ କରୁଛୁ, ଯେଉଁ ଯୀଶୁ କି ତାଙ୍କର ରକ୍ତ ଦ୍ୱାରା ଆମମାନଙ୍କର ପାପ
ଧୌତ କରିଛନ୍ତି, ସଫା କରିଛନ୍ତି, ପବିତ୍ରକୃତ କରିଛନ୍ତି। କାରଣ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ହିଁ ମନୁଷ୍ୟର ପାପ କ୍ଷମା କରିପାରେ। ଏଥିପାଇଁ ଏଫେସୀୟ ପୁସ୍ତକ 5:26 ବି ଲେଖା ଅଛି। ତ ଆମମାନେ ସେ ବାକ୍ୟ ଯଦି ଆମମାନେ ମନେ ପକାଇବା ତାହେଲେ ଆଉ ସ୍ପଷ୍ଟ ଭାବରେ ଆମେ ଜାଣିପାରିବା ସତରେ ପରମେଶ୍ୱରଙ୍କର ହୃଦୟ କି ପ୍ରକାର। ପରମେଶ୍ୱର ଯେଉଁ ବିଷୟ କି କ୍ଷମା କରିପାରିବେ ନାହିଁ ସେଇଟା ପ୍ରଭୁ କେବେ ବି ଶିଖେଇବେ ନାହିଁ, କିନ୍ତୁ ଯାହା ଆମମାନଙ୍କର ପାପ କ୍ଷମା ହେବ ସେ ପ୍ରକାର ବିଷୟକୁ ୟୁଜ୍ କରାଯାଇଛି, ତାହା ହେଉଛି ଯୀଶୁଖ୍ରୀଷ୍ଟଙ୍କୁ ୟୁଜ୍ କରାଯାଇଛି ଆମମାନଙ୍କର ପାପ କ୍ଷମା ହେବା ପାଇଁ। ଆମମାନେ ଏଫେସୀୟ ପୁସ୍ତକ 5:26 ଦେଖିବା। ଯେପରି ବାକ୍ୟ ଓ ପ୍ରକ୍ଷାଳନ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି। ଆମେନ୍। କିନ୍ତୁ ଲୋକମାନେ ଆଜି ସତରେ କ'ଣ ବାକ୍ୟକୁ ବିଶ୍ୱାସ କରନ୍ତି, ବାକ୍ୟ ଅନୁସାରେ ବଞ୍ଚୁଛନ୍ତି, ବାକ୍ୟ ଅନୁସାରେ ଯାଉଛନ୍ତି? ନାହିଁ, ଏଠି ଲେଖା ଅଛି ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି। ଆମେନ୍ ଆମେନ୍। ବାକ୍ୟ ଆମମାନଙ୍କ ହୃଦୟରେ ପ୍ରବେଶ କରୁଛି, ସେ ବାକ୍ୟ ଆମମାନଙ୍କୁ ବିଶ୍ୱାସ ଦେଉଛି। ଏ ରକ୍ତ ଦିଆହେଇଛି ଆମମାନଙ୍କର ପାପରୁ ପରିଷ୍କାର କରିବା ପାଇଁ, ଆଉ ପବିତ୍ର ବୋଲି କହିବା ପାଇଁ ଏ ରକ୍ତକୁ ଦିଆହେଇଛି। ଏଥିପାଇଁ ମୁଁ ଆଶା କରୁଛି ଆମମାନଙ୍କର ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟା ଅନୁସାରେ ପୁନର୍ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମମାନଙ୍କୁ ପରିତ୍ରାଣ କରିଛନ୍ତି। କିନ୍ତୁ ଅନେକ ଲୋକମାନେ ଆଜି ଏ ପରିତ୍ରାଣକୁ ପାଇବା ପାଇଁ ବହୁତ ଗୁଡ଼ାଏ ବିଶ୍ୱାସକୁ ଶିଖାଉଛନ୍ତି। ବାପ୍ତିସ୍ମ, ଉପବାସ, ବ୍ୟବସ୍ଥା ପାଳନ। ଆଜି ବାପ୍ତିସ୍ମ କ'ଣ, ବ୍ୟବସ୍ଥା ପାଳନ କ'ଣ ଯଦି ଆପଣମାନେ ଜାଣିଥାନ୍ତେ ତାହେଲେ କେବେ ମଧ୍ୟ ଏ ବିଷୟକୁ ଲେଟ୍ କରିନଥାନ୍ତେ। ଆପଣମାନେ ଜାଣିନାହାନ୍ତି, ଏଥିପାଇଁ ବ୍ୟବସ୍ଥା ପଛରେ ଧାଉଁଛନ୍ତି।